ଆଜି ଆମେ ଲକ୍ଷ୍ମୀ ପୁରାଣର ସାରାଂଶ ଜାଣିବା। ପୁରୀର ଜଗନ୍ନାଥ ମନ୍ଦିରରେ ରହୁଥିଲେ ଭଗବାନ ଜଗନ୍ନାଥ, ସେମାନଙ୍କ ଭାଇ ବଳଭଦ୍ର ଆଉ ମାତା ଲକ୍ଷ୍ମୀ। ଲକ୍ଷ୍ମୀ ଭଗବାନ ଜଗନ୍ନାଥଙ୍କର ସ୍ତ୍ରୀ ଆଉ ସମୃଦ୍ଧି ଦେବୀ ଥିଲେ। ତାଙ୍କୁ ଲକ୍ଷ୍ମୀଙ୍କୁ ସେ ପାଇଥିଲେ ସାଗର ମନ୍ଥନରେ, ସାଗରଙ୍କ ଠାରୁ ପାଇଥିଲେ ଜଗନ୍ନାଥ। ମା ଲକ୍ଷ୍ମୀ ସମସ୍ତଙ୍କୁ ଭଲ ପାଆନ୍ତି। କି ଧନୀ କି ଗରିବ, କି ଛୋଟ କି ବଡ଼, କି ଉଚ୍ଚ କି ନୀଚ, ସେ ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି। ଦିନେ ମା ଲକ୍ଷ୍ମୀ ଜାଣିଲେ ଗୋଟେ ଦରିଦ୍ର ନୀଚ ଜାତିର ମହିଳା, ଯାହାର ନାଁ ହେଉଛି ଶ୍ରିୟା ଚଣ୍ଡାଳୁଣୀ। ସେ ଭାରି ଅସୁଖୀ ଆଉ ଦରିଦ୍ର ଥିଲା, କିନ୍ତୁ ଶ୍ରିୟା ଚଣ୍ଡାଳୁଣୀର ହୃଦୟ ଭାରି ପବିତ୍ର ଆଉ ଭକ୍ତି ଭରା ଥିଲା। ମା ତାଙ୍କର ଘରକୁ ଗଲେ ଓ ଦେଖିଲେ ସିଏ ସକାଳୁ ଉଠି ମାଆଙ୍କୁ ଯେମିତି ପ୍ରକାର ପୂଜା କରିବା କଥା ସେମିତି ପ୍ରକାର ଘରେ ପୂଜା କରୁଛି। ମା ତା ଉପରେ ଖୁସି ହେଇଗଲେ। ଖୁସି ହେଇକି ତାକୁ ସବୁ ପ୍ରକାର ସୁଖ ସମୃଦ୍ଧି ଅଜାଡ଼ି ଦେଇଦେଲେ। ଶ୍ରିୟାର ଜୀବନ ସୁଖମୟ ହେଇଗଲା, ଶ୍ରିୟା ଚଣ୍ଡାଳୁଣୀର ଜୀବନ। ତାପରେ ସିଏ ଯେଉଁ ଯାଇଥିଲେ, ସିଏ ଯେହେତୁ ନୀଚ ଜାତିର ଶ୍ରିୟା ଚଣ୍ଡାଳୁଣୀ ଥିଲା, ତେଣୁ ସେ ଯେତେବେଳେ ମନ୍ଦିରକୁ ଯେତେବେଳେ ଆସିଲେ, ସେ ସମୟରେ ଏକଥା ଶୁଣିବାକୁ ପାଇଲେ ବଳଭଦ୍ର, ଯିଏକି ଜଗନ୍ନାଥଙ୍କ ବଡ଼ ଭାଇ। ବଳଭଦ୍ର ଏହା ଶୁଣି ବହୁତ ରାଗିଗଲେ। ସେ କହିଲେ ଗୋଟେ ଛୋଟ ଜାତିର ଘର, ତାଙ୍କ ଘରକୁ ଲକ୍ଷ୍ମୀ କାହିଁକି ଯାଇଥିଲା? ଏହା ହେଲା ମନ୍ଦିର ନିୟମର ବିରୋଧ। ତେଣୁ ସେ ଜଗନ୍ନାଥଙ୍କୁ କହିଲେ, ଜଗନ୍ନାଥ ତୁମେ ଶୀଘ୍ର ଲକ୍ଷ୍ମୀଙ୍କୁ ଏ ମନ୍ଦିରରୁ ବାହାର କର। ତେଣୁ ମୁଁ ମୋ ବଡ଼ ଭାଇ ହିସାବରେ ତୁମକୁ ଆଦେଶ ଦେଉଛି, ତୁମେ ଯେମିତି ହେଲେ ଲକ୍ଷ୍ମୀଙ୍କୁ ଏଠୁ ବାହାର କର। ତାପରେ ଜଗନ୍ନାଥ ବଳଭଦ୍ରଙ୍କ କଥା ମାନି ଲକ୍ଷ୍ମୀଙ୍କୁ ମନ୍ଦିରରୁ ବାହାର କରିଦେଲେ। ଲକ୍ଷ୍ମୀ ଦୁଃଖିତ ହୋଇ ତାଙ୍କର ଯାହା ଗହଣା ଅଳଙ୍କାର ସବୁ ତାଙ୍କୁ ଦେଇକରି ସେ ମନ୍ଦିର ଛାଡ଼ି ପଳାଇଗଲେ। ତାଙ୍କ ଦୁଃଖକୁ ଦେଖି ମହାଲକ୍ଷ୍ମୀ ଯେତେବେଳେ ତାଙ୍କର ଏତେ ମନ ଦୁଃଖ ହେଲା, ତାପରେ ସେ ଭାରି କଷ୍ଟ ଅନୁଭବ କଲେ। ସେ ଅଭିଶାପ ଦେଲେ ଜଗନ୍ନାଥ ବଳଭଦ୍ରଙ୍କୁ। କହିଲେ 12 ବର୍ଷ ଯାଏଁ ତୁମକୁ ଖାଦ୍ୟ ନ ମିଳିବ, ଜଳ ନ ମିଳିବ। ତାଙ୍କୁ ଅଭିଶାପ ଦେଇ ସେ ସେଠୁ ଚାଲିଗଲେ। ତାପରେ ଜଗନ୍ନାଥ ବଳଭଦ୍ର ଭିକାରୀ ହେଇଗଲେ। ତାଙ୍କ ପାଖରେ ଆଉ କିଛି ନଥିଲା, ତାଙ୍କ ପାଖରେ ଖାଇବାକୁ ନଥିଲା। ସେ ଯାହା ପାଖକୁ ଯାଉଥିଲେ ସମସ୍ତଙ୍କୁ ଘୋଡ଼େଇ ଦେଉଥିଲେ, କେହି ତାଙ୍କୁ ଖାଇବାକୁ ଦେଉନଥିଲେ। ଏମିତି 12 ବର୍ଷ ବିତିବା ପରେ ତାପରେ ଗୋଟେ ନୂଆ ଘରକୁ ଦେଖିଲେ ଜଗନ୍ନାଥ ବଳଭଦ୍ର। ସେଠି ଯାଇ ପହଞ୍ଚିଲେ, ସେଠି ଯାଇକି ଭିକ ମାଗିଲେ। ସେ ନୂଆ ଘର ଥିଲା ମା ଲକ୍ଷ୍ମୀଙ୍କର। ତାପରେ ମା ଲକ୍ଷ୍ମୀ ତାଙ୍କୁ ଘରକୁ ଡାକି ତାଙ୍କୁ ଭୋଜନ ଦେଲେ। 12 ବର୍ଷ ପରେ ଜଗନ୍ନାଥ ବଳଭଦ୍ର ନିଜର ଭୁଲ ବୁଝିପାରିଲେ। ତାପରେ ସେମାନେ ଲକ୍ଷ୍ମୀଙ୍କୁ ଘରକୁ ବା ମନ୍ଦିରକୁ ଡାକିଲେ। ଏହି କାହାଣୀ ଆମକୁ ଶିଖାଏ ଯେ ସମସ୍ତ ଲୋକ ସମାନ, କେହି ଉଚ୍ଚ ନୁହଁ, କେହି ନୀଚ ନୁହଁ। ଯେଉଁଠାରେ ଆମର ପରସ୍ପର ସମ୍ମାନ ଅତ୍ୟନ୍ତ ଜରୁରୀ, ଆମେ ସମସ୍ତଙ୍କୁ ସମ୍ମାନ ଦେବା। ସମସ୍ତଙ୍କୁ ସମ୍ମାନ ଦେଲେ ଆମେ ନିଜେ ସମ୍ମାନ ପାଇବା।